ଆସନ୍ତୁ ଆମ୍ଭେ ମାନେ ଦେଖିବା ପ୍ରଭୁ ଯୀଶୁ କେମିତି ଜେରୁସାଲେମରେ ଯାଉଛନ୍ତି ତାହା ଆମେ ଦେଖିପାରିବା। ପ୍ରିୟ ମୋର ଏହି ପୃଥିବୀରେ କେତେ ଭାଇ ଭଉଣୀ ମାନଙ୍କୁ ମଧ୍ୟ ଆଜି ତାଳପତ୍ର ଯାତ୍ରା ଗୋଟେ ଆଉ ଯୀଶୁଖ୍ରୀଷ୍ଟ ଏଇ ଜେରୁସାଲେମରେ ଯାଉଅଛନ୍ତି। ତାହାଙ୍କର କେତେ ଯୀଶୁଙ୍କ ଭଲ ପାଇବା ଲୋକ ଆଉ କେତେ ଅଛନ୍ତି। ଆଉ କେତେ ଲୋକ କଣ କଣ ବିଞ୍ଚେଇଲେ କିଏ କିଏ ରହିଲେ। ଯୀଶୁ ଖ୍ରୀଷ୍ଟ ଯାଉଥିଲା ବୋଲି ସେ ଗଧ ଘୋଡାଟା ଆପଣ ମାନେ ଦେଖିପାରିବେ ଆଉ କେମିତି ଯାଉଥିଲା। ଯୀଶୁଙ୍କୁ ସ୍ନେହ କଲେ କେତେ କଣ କରାହବ ଆପଣ ମାନେ ଦେଖନ୍ତୁ। ଆପଣ ମାନଙ୍କ ଇଚ୍ଛା ନାହିଁ ତାହେଲେ ପ୍ରଭୁ ଯୀଶୁଙ୍କୁ ଆନନ୍ଦ ଖୁସି କରିବେ ନାହିଁ। ପ୍ରିୟ ମୋର ଭାଇ ଭଉଣୀ ମାନେ ଆଜିର ଦିନ ଜେରୁସାଲେମରେ ପ୍ରଭୁ ଯୀଶୁ ଯାଉଅଛନ୍ତି। ଆଉ ତା ପୂର୍ବରୁ ଆପଣ ମାନେ ଦେଖିପାରିବେ ଦେଖନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ କେତେ ଆନନ୍ଦରେ ଦିନ ଆଜି ଖଜୁରୀ ଗଛ ଆଉ କିଏ କଣ ପାଇଲେ ଆଉ କିମିତି ଗଲା ଆମେ ଶୁଣିବା ଦେଖ ଆଗରୁ ଆମେ ଲୁଗା ବିଛାଇଲା ତାପରେ ଗଡା ଚାଲିଲା ତାପରେ ଯୀଶୁ ଚାଲିଲେ। ତିନିଟା ଉଦ୍ଦେଶ୍ୟ ଆମେ ମାନେ ଦେଖିବାକୁ ପାଇବା। ଆଜିର ତାଳପତ୍ର ଯାତ୍ରାରେ ଆମେ ଏହି ପୃଥିବୀରେ ସମସ୍ତେ ପାଳନ କରୁଛନ୍ତି। ତେଣୁ ଆମେ ଆନନ୍ଦ ହଉଛୁ। ଯୀଶୁ ଖ୍ରୀଷ୍ଟକୁ ଆମେ କେତେ ସୁନ୍ଦର ଆମେ ନେବା। କେତେ ସୁନ୍ଦର ଜେରୁସାଲେମ ସହରରେ ପ୍ରବେଶ କରୁଅଛନ୍ତି। ତେଣୁ ଆମେ ସମସ୍ତେ ଆମେ ଦେଖିବା ଆସନ୍ତୁ। ଆଉ ଆମେ କେତେବେଳେ ଜେରୁସାଲେମଠୁ ବାହାରିଲା ତାପରେ ଆମେ ଦେଖିବା ସେଥିରେ ସେ ସେଥିରେ ସେମାନଙ୍କୁ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରତ୍ୟେକ ତାହାଙ୍କୁ ଆଉ ପଚାରିବାକୁ ଲାଗିଲେ ପ୍ରଭୁ ସେ କଣ ସେ ଉତ୍ତର ଦେଲେ ମୋ ଯେ ମୋ ସହିତ ତ୍ରାଣ ପାତ୍ରରେ ହାତ ବୁଡାଇଲା ସେ ମତେ ଶତ୍ରୁ ଅସ୍ତ୍ରରେ ସମର୍ପଣ କରିଦେଲେ। କେତେବେଳେ ଯୀଶୁ ଖ୍ରୀଷ୍ଟ ସେ ଇସ୍କାରିୟତ ଜିଉଦାକୁ ବେଶୀ ଭଲ ପାଉଥିଲା। ପ୍ରିୟ ମୋର ଭାଇ ମାନେ ଆଉ ଆପଣ ମାନେ ମାର୍କୋ 26 ଆଉ 22 ପଦରେ ଆପଣ ମାନେ ଦେଖିପାରିବେ। ସବୁଠାରୁ 10 ଜଣ ଠାରୁ ଆଉ ଜିଉଦୀକୁ ଭଲ ପାଉଥିଲେ। ଆଉ ସିଏ କେତେବେଳେ ରାତିରେ ନିସ୍ତାର ପର୍ବ ହଉଥିଲା ଲାଷ୍ଟ ବୁଝି ଏଟା ଆପଣ ମାନେ ଦେଖିପାରିବେ ଆଉ 22-23 ପଥର ମଧ୍ୟ ମନୁଷ୍ୟ 26 ଲେଖା ଅଛି ମନୁଷ୍ୟ ବିଷୟ ଯେପରି ଲେଖା ଅଛି ସେହିପରି ସେ ପ୍ରମାୟଣ କରୁଅଛନ୍ତି। ସତ୍ୟ ମୁଁ କହୁଛି ଯେ ଲୋକ ଦ୍ୱାରା ମନୁଷ୍ୟ ପୁତ୍ର ଶତ୍ରୁ ଅସ୍ତ୍ରରେ ସମର୍ପଣ ହୋଇ ନଥିଲା ତାହା ପକ୍ଷ ଭଲ ହୋଇଥାନ୍ତା। ତାହା ପକ୍ଷରେ ଭଲ ହୋଇନଥାନ୍ତା। ମଣିଷ ପୁତ୍ରଙ୍କର ସେ କେତେବେଳେ ସୈତାନ ତାହାଙ୍କ ଆତ୍ମାରେ ପ୍ରବେଶ କଲା। ତାପରେ ଯୀଶୁ ଖ୍ରୀଷ୍ଟ କହୁଅଛନ୍ତି ଯଦି ଇ ଜିଉତି ଜନ୍ମ ହୋଇ ନଥିଲେ ଏହା ଗଠି ନଥାନ୍ତା ନ ବୋଲି ଆମକୁ ଏବେ ମତେ କହୁଅଛନ୍ତି। ପ୍ରିୟ ମୋର ଭାଇ ଭଉଣୀ ସମସ୍ତେ ଆପଣ ମାନଙ୍କର ଦୁଃଖିତ ହେବା କଥା। ଆମ୍ଭେମାନେ 40 ଦିନ ଭାଳୁ ଅଛୁ। କେତେ କଷ୍ଟ ଦୁଃଖରେ ସେ ପ୍ରାନ୍ତରେ ଯାଇକି ସେ 40 ଦିନ ଉପବାସ କଲେ। ତାପରେ ସେ ଆଜି ରାତିରେ ଶତ୍ରୁ ଅସ୍ତ୍ରରେ ସମର୍ପଣ କରୁଅଛନ୍ତି। ତାପରେ ଆପଣ ମତା କଣ
ଏଥିରୁ ତାରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣ ଦଣ୍ଡ ଯଜ୍ଞ। ସେଥିରେ ହେରୋଦ ତାହାଙ୍କୁ କହିଲା, ତୁମେମାନେ କଣ ପ୍ରାଣ ଦଣ୍ଡ ପାଇବାକୁ ଯୋଗ୍ୟ ଅଛ? ତାପରେ ସେତେବେଳେ ସେମାନେ ତାହାଙ୍କୁ ମୁହଁରେ ଚେପ ପକାଇଲା, ଚେପ ପକାଇ ତାହାଙ୍କୁ ବିଧା ମାରିଲେ। ଆଉ ସେହି କହିଲେ ତାହାଙ୍କୁ ଚାପଡ଼ା ମାରି କହିଲା, ରେ ଖ୍ରୀଷ୍ଟ, ତୁ ପରା ବାବବାଦୀ ଆମମାନଙ୍କୁ କହୁ ତ କିଏ ମତେ ମାରିଲା? ତତେ କିଏ ମାରିଲା? ଦେଖନ୍ତୁ ପ୍ରିୟ ମୋର ଭାଇମାନେ, ଆମ୍ଭେମାନେ ଏବେ ମଧ୍ୟ ଆଉ 1 Corinthians 3 ଆଉ 16 ପଦରେ ଯାହା ଲେଖା ହେଇଛି, ପ୍ରିୟ ମୋର, ଏଇ ଆତ୍ମାକୁ ମାରିଲେ, ଏ ଯୀଶୁଙ୍କର ମନ୍ଦିର ମାରିଲେ, ଆଉ ସେଇ ପବିତ୍ର ଆତ୍ମାକୁ ମାରିଲେ ନାହିଁ। ତେଣୁ ପ୍ରିୟ ମୋର, ଏଇ ଶରୀର ଈଶ୍ୱରଙ୍କର, ଏଇ ଶରୀର ଈଶ୍ୱରଙ୍କର ମନ୍ଦିର। କେତେବେଳେ ମୁହଁରେ ମାରିଲେ, ତାପରେ ଚାପଡ଼ା ମାରିଲେ, ହେଲେ ଗୁରୁ ବୋଲି ଆପଣ କହୁଛନ୍ତି, ତୁମେ ମାନେ ବଞ୍ଚାଅ। ତେଣୁ ଆମେ ମାନେ ଜାଗ୍ରତ ହବା। ଅନ୍ୟମାନେ ମଧ୍ୟ ଆମକୁ ତାଡ଼ନା ଦେବେ, ଅନ୍ୟମାନେ ମଧ୍ୟ ଆମକୁ ଚେପ ପକେଇବ, ଅନ୍ୟମାନେ ମୋର ଚାପାଡ଼ା ଦେବେ, ଆପଣ ମାନେ ମଧ୍ୟ ସମ୍ଭାଳିବେ। ଏଇ ଈଶ୍ୱରଙ୍କର ମନ୍ଦିର, ଯେଉଁମାନେ ମନ୍ଦିରକୁ ନଷ୍ଟ କରିବ, ସେମାନେ ପ୍ରଭୁଙ୍କ ରାଜ୍ୟ ଦେଖିପାରିବେ ନାହିଁ। ପ୍ରିୟ ମୋର ବାପା ମା, ସାନ ସାନ ଭାଇ ଭଉଣୀ ମାନେ, ଆପଣ ମାନେ ଏହି ବାକ୍ୟ ମାଧ୍ୟମରେ ଏହି ପରିବର୍ତ୍ତନ ଜୀବନ କରିବାକୁ ପଡ଼ିବ। ଆମର ଆତ୍ମା ବିନଷ୍ଟ କରିବା ନାହିଁ, ପବିତ୍ର ଆତ୍ମାକୁ ଆଉ କେବେ ହେଲେ ବାହାର କରିବା ନାହିଁ। ପ୍ରଭୁ ଯୀଶୁ ଆମ ସମସ୍ତଙ୍କର ସେ ତ୍ରାଣକର୍ତ୍ତା ହୋଇକି ଅଛନ୍ତି, ଆଉ ସେ ସକାଳରେ ଆମକୁ ମଧ୍ୟ ନେବେ। ତେଣୁ ଆପଣ ମାନେ ଆସନ୍ତୁ, ଆଉ ଆଜିରୁ ସୁସମାଚାର ପଠନ ଦ୍ୱାରା ଆମମାନେ କେମିତି ଭଲରେ ରହିବା, ଆଉ ଭଲରେ ପାଠ, ଈଶ୍ୱରଙ୍କର ବାଇବଲ ପାଠ ପଢିବା, ସକାଳେ ସନ୍ଧ୍ୟାରେ ଆମେ ପାଠ କରିବା, ତାହେଲେ ଆମକୁ ପ୍ରଭୁ ସମସ୍ତଙ୍କୁ ବାସ କରିବା ନିମନ୍ତେ ଆମକୁ ରକ୍ଷା କରିବେ। ଏହା ପ୍ରଭୁ ଯୀଶୁ ଆମମାନଙ୍କୁ କହିବେ, ତୁମ୍ଭେମାନେ ମୋ ଠାରେ ଆସ, ତୁମମାନଙ୍କୁ ବିଶ୍ରାମ ଦେବି। ଆମମାନେ କାନ୍ଦିବା, ପ୍ରଭୁ ଯୀଶୁଙ୍କୁ ମାଗିବା, ତାହେଲେ ଆମେ ଜିତିବା। ପ୍ରଭୁ ଆମ ସମସ୍ତଙ୍କୁ କହୁଅଛନ୍ତି, ତୁମ୍ଭେମାନେ ମୋ ଠାରେ ରୁହ, ମୁଁ ତୁମ ଠାରେ ରହିବି କହୁଅଛନ୍ତି। ତେଣୁ ଆମେ ସମସ୍ତେ ଏହି ଆଜି ଭିଡିଓକୁ ଆପଣ ମାନେ ଯଦି ଭଲ ଲାଗିଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ। ଆପଣ ମାନେ ଆଗାମୀ ଭିଡିଓରେ ଆମେ ବେଟା ବେଟି ହେବା, ଆଉ ଭିନ୍ନ ଭିନ୍ନ ଭିଡିଓ ଆପଣ ମାନେ ଶୁଣିପାରିବେ ଆଉ ଶିଖିପାରିବେ। ସମସ୍ତଙ୍କୁ ଜୟ ଯୀଶୁ ଆଉ ନମସ୍କାର।